ହ୍ୟାଲୋ ସାଙ୍ଗମାନେ, ମୁଁ ଆଶା କରୁଛି ଆପଣମାନେ ଭଲ ଥିବେ। ଚାଲନ୍ତୁ ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଏହି ଭୟଙ୍କର ଘଟଣା ଘଟିଥିଲା ଝାଡ଼ଖଣ୍ଡ ରାଜ୍ୟର ସୀମାପଲ୍ଲୀ ଜିଲ୍ଲାର ମହୁବାଡ଼ି ଗାଁରେ। ଏହି କାହାଣୀଟି ମୋର ଗୋଟେ ସାଙ୍ଗ ମୋତେ କହିବା ପରେ ମୁଁ ଆପଣମାନଙ୍କ ପାଖକୁ ଆଣିଛି। ଚାଲନ୍ତୁ କାହାଣୀଟି ଷ୍ଟାର୍ଟ କରିବା। ସୁମିତଙ୍କ ପରିବାର ରାଞ୍ଚି ସହରରେ ଗୋଟେ ପ୍ରସିଦ୍ଧ ମିଠା ଦୋକାନ ଥିଲା। ସେହି ଦୋକାନକୁ ସୁମିତଙ୍କ ବାପା ଓ କାକା ଚଲାଉଥିଲେ। ବୟସ ବଢ଼ିବା ସହିତ ଦୋକାନର ଦାୟିତ୍ୱ ଧୀରେ ଧୀରେ ଘରର ଯୁବକମାନଙ୍କ ଉପରେ ପଡ଼ିଲା। କାକାଙ୍କ ପୁଅ ରାହୁଲ ଦିଲ୍ଲୀରୁ ତାଙ୍କ ଗ୍ରାଜୁଏସନ୍ ସମାପ୍ତ କରି ଘରକୁ ଫେରିଲେ ଓ ଘରକୁ ଫେରିବା ପରେ ତାଙ୍କ ବାପା ଓ ବଡ଼ ବାପା କହିଲେ, କେଉଁ କମ୍ପାନୀରେ ଯାଇ 15,000ରେ କାମ କରିବା ଅପେକ୍ଷା ନିଜ ବ୍ୟବସାୟରେ ମନ ଦେବା ଠିକ୍। ତାହା ଶୁଣିବା ପରେ ରାହୁଲ ନିଜ ବ୍ୟବସାୟରେ ମନ ଦେଲା। କିନ୍ତୁ ଏଠାରୁ ଆରମ୍ଭ ହେଉଛି ଭୟଙ୍କର ଅଧ୍ୟାୟ। ରାହୁଲ ଗାଁକୁ ବେଶୀ ଯିବା ଆରମ୍ଭ କଲା, କାରଣ ଥିଲା ଗାଁରେ ଗୋଟେ ଝିଅ, ସେ ଯାହାକୁ ବହୁତ ଭଲ ପାଉଥିଲା। ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ଗମ୍ଭୀର ହେଲା। କିଛି ମାସ ମଧ୍ୟରେ ସେମାନେ କେହି କାହାକୁ ଛାଡ଼ି ରହିପାରୁନଥିଲେ। କିନ୍ତୁ ରାହୁଲଙ୍କ ପରିବାର ଏହି ସମ୍ପର୍କକୁ ମାନୁନଥିଲେ। ସେମାନେ ଭାବୁଥିଲେ ଏହି ଝିଅ ତାଙ୍କ ପୁଅକୁ ଭ୍ରମିତ କରିଛି। ରାହୁଲଙ୍କ ମା ଗାଁର ଗୋଟେ ତାନ୍ତ୍ରିକ ପାଖକୁ ଗଲା। ତାନ୍ତ୍ରିକ କହିଲା, ତୁମ ପୁଅକୁ କଳା ଯାଦୁ କରାଯାଇଛି। ପୂଜାର ପ୍ରସାଦରେ କିଛି ମିଶାଇ ଖୁଆଯାଇଛି। ଉପାୟ ଭାବେ ସେ ଏକ ମନ୍ତ୍ର କରି ମାଟି ଦେଲେ ଓ କହିଲେ ମାସ ଭରି ରାହୁଲକୁ ଖୁଆଇବାକୁ। 1 ମାସ ପରେ ରାହୁଲ ଧୀରେ ଧୀରେ ନେହାଠାରୁ ଦୂରେଇବାକୁ ଆରମ୍ଭ କଲା। ଏକ ଦିନର କଥା, ଡାଏରୀ ଦେଖି ରାହୁଲ ଅବାକ୍ ହେଲା। ସେ ନେହା ଓ ତାଙ୍କ ପରିବାର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ସେ ଟଙ୍କା ରିଟର୍ଣ୍ଣ ଆଣିବା ପାଇଁ ସେ ଚାହିଁଲା। ସେଠାରୁ ଆରମ୍ଭ ହେଲା ଟଣାଟଣି ଓ ଝଗଡ଼ା। ଗାଁରେ ମେଳା ଚାଲିଥିଲା। ତୃତୀୟ ରାତିରେ ରାହୁଲକୁ ଗୋଟେ ଫୋନ୍ କଲ୍ ପାଇ ମେଳାକୁ ବାହାରିଗଲା ଏବଂ ସେ ଆଉ କେବେ ଫେରିଲା ନାହିଁ। ସେ ମେଳାରୁ ରିଟର୍ଣ୍ଣ କରିପାରିଲା ନାହିଁ। ତା ସାଙ୍ଗରେ କ'ଣ ଘଟିଲା ଆଗକୁ ସମ୍ପୂର୍ଣ୍ଣ ଶୁଣନ୍ତୁ। ପରଦିନ ସକାଳେ ତାଙ୍କ ମୃତଦେହ ଗାଁର କ୍ଷେତରେ ମିଳିଲା। ହାତ ଗୋଡ଼ ଭାଙ୍ଗି ଦିଆଯାଇଥିଲା, ମୁହଁରେ ବିଷ ଦିଆଯାଇଥିଲା। ତଳେ ଡାଏରୀ ରଖାଯାଇଥିଲା ଯେପରି ସୁଇସାଇଡ୍ ଦେଖାଇବା ପାଇଁ। ପୋଲିସ କେସ୍ ହେଲା ନାହିଁ। ପରିବାର ଶୋକରେ ଭାଙ୍ଗି ପଡ଼ିଲେ। ତାଙ୍କ ଶବ ସଂସ୍କାର ପରେ ଆଶ୍ଚର୍ଯ୍ୟ ଘଟଣା ଆରମ୍ଭ ହେଲା। ରାତିରେ ବାଟରେ ଶବ୍ଦ, ମୋତେ ବଞ୍ଚାଅ, ମୋତେ ପାଣି ଦିଅ, ମୋତେ ଛାଡ଼ି ଦିଅ। ଘରର ଛାତ ଉପରେ ଦୌଡ଼ିବାର ଶବ୍ଦ। ଘର ଭିତରେ କେହି କାନ୍ଦୁଛି କି ମୋତେ ବଞ୍ଚାଅ, ମୋତେ ପାଣି ଦିଅ, ମୋତେ ଏକା ଛାଡ଼ନି। ଖାଦ୍ୟ ଭୂଇଁକୁ ପଡ଼ିଥିବା ଦେଖାଯାଉଥିଲା। ରାତିରେ କେହି ଚାଲୁଥିବାର ଛାୟା ଦେଖାଯାଉଥିଲା। ଏହି ଘଟଣାକୁ 1 ବର୍ଷ ବିତିଗଲା, ଚାଲିଗଲା। ଏହିପରି ଭାବରେ ଶୁଣାଯାଉଥିଲା। ପରବର୍ତ୍ତୀ ବର୍ଷ ମେଳା ସମୟରେ କିଛି ପିଲା ରାହୁଲଙ୍କ ସମାଧି ପାଖରେ ଖେଳୁଥିଲେ। ଗୋଟେ ପିଲା ହଠାତ୍ ସମାଧି ଉପରେ ପଡ଼ିଗଲା। ତାଙ୍କ ହାତ ଗୋଡ଼ ସେହି ଭାବରେ ଭାଙ୍ଗିଗଲା ଯେପରି ରାହୁଲଙ୍କ ଶରୀର ମିଳିଥିଲା। ସେ କାନ୍ଦି କହିଲା, ମୋତେ ପାଣି ଦିଅ, ମୋତେ ଶୋଷ ଲାଗୁଛି, ମୋତେ ପାଣି ଦିଅ। ପରିବାର ଲୋକେ ବୁଝିଗଲେ ଏହା ରାହୁଲଙ୍କ ଆତ୍ମା। ପିଲାଟି ମୁଖରୁ ଆତ୍ମା କହିଲା, ସେ ରାତିରେ 4-5 ଲୋକ ଜଙ୍ଗଲ ରାସ୍ତାରେ ଆସିଥିଲେ, ମୁହଁ ଢାଙ୍କିଥିଲେ, ରାସ୍ତା ପଚାରି ନିକଟକୁ ଡାକି ମାରପିଟ କଲେ, ହାତ ଗୋଡ଼ ଭାଙ୍ଗି କ୍ଷେତରେ ଫିଙ୍ଗିଦେଲେ। ମୁହଁ ଢଙ୍କା ଥିଲା, ଚିହ୍ନି ପାରିଲି ନାହିଁ। ସେ କିଏ ଥିଲେ ଚିହ୍ନି ପାରିଲି ନାହିଁ। ଏତିକି କହିବା ପରେ ପଣ୍ଡିତଙ୍କ ପାଖକୁ ଯାଇ ସହାୟତାରେ ତାଜିବ ଓ ରୂପାର ଲକେଟ୍ ପିନ୍ଧାଇ ଦିଆଗଲା ସେ ପିଲାଟିକୁ। ଯେଉଁ ପିଲାଟି ସମାଧି ଉପରେ ଶୋଇଥିଲା ତା ଦେହ ଭିତରକୁ ରାହୁଲର ଆତ୍ମା ଆସି ଏପରି କହିଥିଲା। ତାଙ୍କୁ ତାବିଜ ଓ ରୂପାର ଲକେଟ୍ ପିନ୍ଧାଇ ଦିଆଗଲା। ତାପରେ ପିଲାଟି ସାଧାରଣ ହୋଇଗଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ଆଜି ପର୍ଯ୍ୟନ୍ତ ପରିବାରର ସନ୍ଦେହ ନେହାଙ୍କ ପରିବାର ଏହି ହତ୍ୟା ପଛରେ ଥିଲା କି ନାହିଁ ସତ୍ୟ କେବେ ସ୍ପଷ୍ଟ ହେଇପାରିଲା ନାହିଁ। କାହିଁକି ନା ତାଙ୍କ ମୁହଁରେ କଳା କପଡ଼ା ବନ୍ଧା ଥିଲା। ସେଥିଲାଗି ସେ ଜାଣିପାରିଲେନି ଏ କାହାଣୀ ପଛର ରହସ୍ୟ କ'ଣ ଥିଲା।
ଏହି କାହାଣୀ ଆମକୁ ଶିଖାଏ ପ୍ରେମ ଯଦି ଭଲ ଦିଗକୁ ଯାଏ ତାହା ପରିଣାମ ଭୟଙ୍କର ହୋଇପାରେ। ପ୍ରେମ ଯଦି ଭୁଲ ଦିଗକୁ ଯାଏ ତାହା ପରିଣାମ ମଧ୍ୟ ଭୟଙ୍କର ହୋଇପାରେ। ଯଦି ଆପଣଙ୍କ ପାଖରେ ଏହିପରି ଏମିତି କୌଣସି ସତ୍ୟ ଭୟଙ୍କର ଘଟଣା ଅଛି ଆମ ସହ ସେୟାର କରନ୍ତୁ। ଆମେ ପୁନର୍ବାର ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ସାବଧାନ ରୁହନ୍ତୁ। ହର ହର ମହାଦେବ।